आज जमिति हेले मो भौणी कस्तूरी को राजी करबाकू पड़े। हाँ हाँ जमिति हेले राजी करबाकू तो पड़िबो कहीं ना मो भौणी थरे राजकुमार चंदन सहित विवाह करिदेले मो भौणी हे जिवो ए कौशल राज्यर पाट महाराणी आउ समग्र कौशल राज्यटा आम हाथ मुठा को चली आसबो। हेले हेले मो भौणी कस्तूरी जाए गला कुआड़े घरे तो नहीं। हेलो ए माँ कस्तूरी भौणी कस्तूरी हेलो ए माँ कस्तूरी भौणी मु जानी रे तू हूँ मोर सही अति आदर गेला भौणी कस्तूरी बड़ भाई। अरे बड़ भाई मु पर आपण को पछपटु एमिति ढांकी थिली आपण न देखी मते चिन्ही जाउ ए भौणी बड़ भाई तू जानी छु तते मु क्षणे न देखिले केमिति पागल परी हेई जायलो। हां बड़ भाई मु जानी छु। आउ तू एते समय हैला भौणी भौणी बोले डाकुची साई पड़ी सारे खोजे खोजे मु थकी जाइछि हेले आसीबारे एते विलंब। बड़ भाई मु परा आम कौशल राज्यर उपवन रे किछि समय परिभ्रमण करथिली। तू भ्रमण करथिली? हां बड़ भाई। हेलो ए भौणी बड़ भाई मु सत कहूची तू मते छाड़ी कुआड़े चली गले देखबू मु पागल होई जिबेलो। छी बड़ भाई छी आपण सेमिति कथा तुंड रे धरंतुनी बड़ भाई। ए बड़ भाई मु जानी छी बड़ भाई बापा माँ पर करी चली गला पर आपण मते कोले काखे मनीष करिसंती आपण केबे मध्य सेमिति कथा तुंड रे धरिबेनी बड़ भाई। अरे भौणी सत कहिलु लो तू कौन लिया शिशुटे थिलु बड़ भाई तते आउ मते बापा माँ अनाथ करी ए पारिरु आर पारी को चली गले लो। हां बड़ भाई से दिन आम पाखरे खाइबाकू अन्न नथिला पिंधिबाकू वस्त्र नथिला लो। बड़ भाई अनेक दुख कष्ट सही मुंडर झाल टुंडरे मारी मु तते एडेटेरु एडेटे करिछि तोर ए कोलिया मुहरे मुठाए अन्न दबा पाई एई द्वाररु सेई द्वार एई ग्रामरु सेई ग्राम बुली बुली भिक मागिथिल भौणी भिक मागिछि। बड़ भाई मु जानी छी बड़ भाई आपण मते बापार स्नेह
ମାର ଆଦର ଦେଇ ବଡ଼ କରିଛନ୍ତି, ହେଲେ ଏତେ କଷ୍ଟ ସହି ଆପଣ ମୋତେ ବଡ଼ କରିଛନ୍ତି ବଡ଼ ଭାଇ। ଏ ବଡ଼ ଭାଇ, ଆଲୋ ଏ ଭଉଣୀ, ବଡ଼ ଭାଇ, ଆଉ ଗୋଟେ କଥା ତୁ ବୋଧେ ଜାଣିନୁ। ଆଉ ଗୋଟିଏ କଥା? ହଲୋ, କି କଥା ବଡ଼ ଭାଇ? ଆମ ଠାରୁ ଆମ ବାପା ମାକୁ କିଏ ଛଡ଼େଇ ନେଲା ଏ କଥାଟା ଜାଣିଛୁ? ଆମ ବାପା ମାଙ୍କୁ କିଏ ଛଡ଼େଇ ନେ? ହଲୋ, ଆମ ଠାରୁ ଆମ ବାପା ମାକୁ ଛଡ଼େଇ ନେଲେ ଲୋ। ଏ କ'ଣ କହୁଛନ୍ତି ବଡ଼ ଭାଇ? ତାମାନେ କ'ଣ ଆମ ବାପା ମାଙ୍କର ମୃତ୍ୟୁ ହୋଇନଥିଲା? ଆଇଲୋ, ତୁ ଜାଣିବାକୁ ଚାହିଁବୁ ଆମ ବାପା ମାକୁ କିଏ ହତ୍ୟା କରିଦେଇଛି? ଜାଣିବାକୁ ଚାହିଁବୁ? ହତ୍ୟା କରିଦେଇଛି? ହଲୋ, କିଏ ବଡ଼ ଭାଇ, କିଏ? ତାହେଲେ ଶୁଣ, ମୁଁ ଆଜି ତତେ ସବୁ ସତ ସତ କହିଦଉଛି। ଆମ ଠାରୁ ଆମ ବାପା ମାର ହତ୍ୟାକାରୀ ହେଉଛି ଏଇ କୋଶଲ ରାଜ୍ୟର ରାଜା ଚନ୍ଦ୍ରଭାନୁ। ଆମ ଠାରୁ ଆମ ହସ ଖୁସି ଛଡ଼େଇ ଦେଇ ଦୁଃଖର ନଈରେ ଭସେଇ ଦେଲା ଏଇ କୋଶଲ ରାଜ୍ୟର ରାଜା ଚନ୍ଦ୍ରଭାନୁ। ଆମକୁ ଅନାଥ କରି ଦୁଃଖର ନଈରେ ଭସେଇ ଦେଲା ଏଇ କୋଶଲ ରାଜ୍ୟର ରାଜା ଚନ୍ଦ୍ରଭାନୁ। ଏ ବଡ଼ ଭାଇ, ଆପଣ ଆପଣ ଏତେ ବଡ଼ କଥା କାହିଁକି ମୋତେ ଲୁଚେଇ ରଖିଥିଲେ ବଡ଼ ଭାଇ? ତାହେଲେ କ'ଣ ଆମ ବାପା ମାଙ୍କୁ ଏ କୁଶଳ ରାଜ୍ୟର ରାଜା ମୃତ୍ୟୁଦଣ୍ଡ ଦେଇଥିଲା ବଡ଼ ଭାଇ? ହେଲେ କାହିଁକି ବଡ଼ ଭାଇ, କାହିଁକି? ଭଉଣୀ, ମୋ ମା ଏଇ ରାଜା ଘରେ ଚାକରାଣୀ କାମ କରୁଥିଲା ଲୋ। ମାର ଗୋଟିଏ ସାମାନ୍ୟଟେ ଭୁଲ ପାଇଁ ଏଇ କୋଶଲ ରାଜ୍ୟର ରାଜା ମୋ ବାପାଙ୍କୁ ଏଇ ଫାଶୀ କୁଣ୍ଡରେ ଝୁଲେଇ ଦେଲା ଲୋ। ମୋ ଆଖି ସାମ୍ନାରେ ମୋ ବାପାଙ୍କୁ ଫାଶୀ କୁଣ୍ଡରେ ଝୁଲେଇ ଦେଲା ଲୋ। ଆଉ ସେ କଥାକୁ ସହ୍ୟ ନ କରିପାରି ମୋ ମା ବି ଝୁରି ଝୁରି ଏପାରିରୁ ଆର ପାରିକୁ ଚାଲିଗଲା। ହେଲେ କାହିଁକି ବଡ଼ ଭାଇ, କାହିଁକି ଆପଣ ଜାଣି ଶୁଣି ଏ ଅନ୍ୟାୟୀ ରାଜା ପାଖରେ ଆପଣ କାମ କରୁଛନ୍ତି ବଡ଼ ଭାଇ? ଏ ଭଉଣୀ, ପ୍ରତିଶୋଧ ନବା ପାଇଁ ଲୋ, ପ୍ରତିଶୋଧ ନବା ପାଇଁ। ଯିଏ ଆମ ଠାରୁ ଆମ ବାପା ମାକୁ ଛଡ଼େଇ ନେଲା, ଆମ ବାପା ମାର ହତ୍ୟାକାରୀ, ପୁଣି ତା ଘରେ ମୁଁ ଚାକର ହୋଇ ଖଟୁଛେ, ଚାକର। ତାର ଅଇଁଠା ଅନ୍ନ ଖାଉଛେ। ରାଜା ଯୋଉ ଆଦେଶ କଲେ ମୁଁ ବଥା ପାତି ସହି ନେଉଛେ ଲୋ ଭଉଣୀ, ବଥା ପାତି ସହି ନେଉଛେ କେବଳ ପ୍ରତିଶୋଧ ନବା ପାଇଁ। ପ୍ରତିଶୋଧ ନବା ପାଇଁ? ହେଲେ ହେଲେ କେମିତି ପ୍ରତିଶୋଧ ଆମେ ନେଇପାରିବା ବଡ଼ ଭାଇ? ଆଲୋ ଏ ଭଉଣୀ, ବଡ଼ ଭାଇ, ତୁ ଯଦି ମୋ କଥା ମାନିବୁ, ମୋ କଥାରେ ରାଜି ହବୁ, ତାହେଲେ ଆମ ପ୍ରତିଶୋଧ ପୁରା ହୋଇଯିବ ଲୋ। ମୁଁ ଯଦି ଆପଣଙ୍କ କଥା ମାନିବି, ତାହେଲେ ଆପଣଙ୍କ ପ୍ରତିଶୋଧ ପୁରା ହେବ? ହଲୋ, ହେଲେ କେମିତି ବଡ଼ ଭାଇ, ଏ କେମିତି? ଭଉଣୀ, ତୁତେ ଆମ କୋଶଲ ରାଜ୍ୟର ରାଜକୁମାର ଚନ୍ଦନ ସହିତ ବିବାହ କରିବାକୁ ପଡ଼ିବ। ନା ବଡ଼ ଭାଇ, ନା, ମୁଁ ରାଜକୁମାର ଚନ୍ଦନକୁ ବାହା ହେଇପାରିବିନି ବଡ଼ ଭାଇ। ପାରିବାକୁ ହବ। ନା, ଆଲୋ ଏ ଭଉଣୀ, ତୁ କ'ଣ ଚାହୁଁନୁ ଆମ ବାପା ମାର ହତ୍ୟାର ପ୍ରତିଶୋଧ ପୁରା ହବ?
ମୁଁ ଚାହୁଁଛି ବଡ଼ ଆଲୋ ଭାଇ ଏ ଭଉଣୀ ବଡ଼ ଭାଇ ତୁ ଯଦି ମୋ କଥାରେ ରାଜି ହବୁ ସମଗ୍ର କୌଶଳ ରାଜ୍ୟଟା ତ ହାତ ମୁଠାକୁ ଚାଲି ଆସିବ। ତୁ ଥରେ କୌଶଳ ରାଜ୍ୟର କୁଲ ବହୁ ହୋଇଗଲେ ତୁ ଯେମିତି ଚାହିଁବୁ ସେମିତି ଖେଳ ଖେଲେଇବୁ ଲୋ ଖେଳ ଖେଲେଇବୁ। ବଡ଼ ଭାଇ ତାହେଲେ ଏହା କ'ଣ ସମ୍ଭବ? ସମ୍ଭବ ଲୋ। ମୁଁ ଯଦି କୌଶଳ ରାଜ୍ୟର ରାଜବହୂ ହେବି ତାହେଲେ ମୁଁ ଯେମିତି ଚାହିଁବି ସେମିତି ହବ। ହଲୋ ତୁ ଯଦି ମୋ କଥାରେ ରାଜି ତାହେଲେ ମତେ କଥା ଦେ। ଏ ବଡ଼ ଭାଇ ମୁଁ ଆପଣଙ୍କୁ କଥା ଦଉଛି ବଡ଼ ଭାଇ ଯେ ପର୍ଯ୍ୟନ୍ତ ଏ କୌଶଳ ରାଜ୍ୟ ଓ ରାଜା ଚନ୍ଦ୍ରଭାନୁ ତାଙ୍କ ସପରିବାରକୁ ଧ୍ୱଂସ କରି ଲଗାଇছে ସେ ପର୍ଯ୍ୟନ୍ତ ମୋ ମନକୁ ଶାନ୍ତି ଆସିବନି ବଡ଼ ଭାଇ। ବଡ଼ ଭାଇ କାନ୍ଦନି କାନ୍ଦନି ବାହା ଦେବି ତୋତେ ରାଜପୁଅ କୁଲ। ଯେ ବିନା ଦେଶରେ ମୋ ବାପା ମାଆକୁ ହତ୍ୟା କରିଦେଇଛି ମୁଁ ତାକୁ ଛାଡ଼ିବିନି ଯେ ପର୍ଯ୍ୟନ୍ତ ଏ କୌଶଳ ରାଜ୍ୟ ଓ ରାଜା ଚନ୍ଦ୍ରଭାନୁର ସପରିବାରକୁ ଧ୍ୱଂସ କରି ଲଗାଇଛି ଏ କସ୍ତୁରୀ ମନକୁ ଶାନ୍ତି ମିଳିବନି। ମୁଁ ଆସୁଛି ରାଜା ଚନ୍ଦ୍ରଭାନୁ ମୁଁ ତୋ ଘରକୁ ବୋହୂ ହେଇ ଆସୁଛି ଥରେ ଦେଖ ଏ କସ୍ତୁରୀଟା ତୋ ଘରକୁ ବୋହୂ ହେଇ ଆସୁ ତାପରେ ସେ କି ଖେଳ ଖେଳୁଛି ମୁଁ ପରା କସ୍ତୁରୀ ମୁଁ ଦେଖିବାକୁ ହେଇପାରେ ବହୁତ ସୁନ୍ଦରୀ ହେଲେ ବର୍ତ୍ତମାନଠୁ ଏ ରାଜା ଚନ୍ଦ୍ରଭାନୁଙ୍କ ପାଇଁ ହେଇଯିବି ମୁଁ ଗୋଟିଏ ଧାରୁଆ ଛୁରୀ।